ହ୍ୟାଲୋ ଫ୍ରେଣ୍ଡ, ଆଉ ଗୋଟେ ବ୍ଲଗରେ ଆପଣମାନଙ୍କୁ ୱେଲକମ୍। ଆଉ ଆଜିକା ବ୍ଲଗ ଟିକେ ଅଲଗା ପ୍ରକାର ହବ, କାହିଁକି ନା ଆଜି ମୁଁ ଦିନ ବେଳ ତ ଭିଡ଼ିଓ କରିପାରିଲିନି। ସେଥିପାଇଁ ମୁଁ ଏବେ ରାତି ପାଖାପାଖି 7ଟା ବେଳେ ମୁଁ ଭିଡ଼ିଓ ସୁଟ୍ କରୁଛି, କାହିଁକି ନା ଆଜି ଏମିତିରେ ଟାଇମ୍ ମିଳିଲାନି। ଆଉ ଜାଣିଛନ୍ତି ଫ୍ରେଣ୍ଡ, ମୋ ସହିତ କଣ ହଉଛି ମୁଁ ନିଜେ ବି ଜାଣିପାରୁନି। ମୁଁ 3 ଦିନ ହେଲା ଭିଡ଼ିଓ ସୁଟ୍ କରୁଛି, ହେଲେ ମୋର ଚ୍ୟାନେଲ ଡାଉନ ହେଇଯାଉଛି। ଆଉ ଆପଣ ଜାଣିଛନ୍ତି କଣ ହଉଛି, ମୋ ୟୁଟ୍ୟୁବ ଚ୍ୟାନେଲ ଇମ୍ପ୍ରେସନ ବି ଡାଉନ ହେଇଯାଉଛି, ଆଉ ଭିୟୁ ଡାଉନ ହେଇଯାଉଛି। ଧୀରେ ଧୀରେ ସବୁ ଟାଇମ ଲାଷ୍ଟ ଡାଉନ ହଉଛି। କଣ ହଉଛି ମୁଁ ନିଜେ ବି ଜାଣିପାରୁନି। ୟୁଟ୍ୟୁବ କଣ କରୁଛି ମୋ ସହିତ, ନା ମୋ ସହିତ ହିଁ ସେମିତି ହଉଛି, ନା ସମସ୍ତଙ୍କ ସହିତ ସେମିତି ହଉଛି, ମୁଁ ଜାଣିନି। ଆଉ ସେଇଭଳିଆ ସବୁ ହଉଛି, ସେଥିପାଇଁ ଭିଡିଓ ବନେଇଥିବି ମନ ହଉନି। ଏଇଭଳିଆ ସବୁ ପ୍ରୋବ୍ଲେମ ଅଛି, ସେଥିପାଇଁ ଭିଡିଓ ବନେଇଥିବି ଇଣ୍ଟରେଷ୍ଟ ଲାଗୁନି। ପାଷ୍ଟ ଟାଇମ ଏମିତି ହଉଛି, ଏତିକି ଦିନ ମୁଁ ଭିଡିଓ ଅପଲୋଡ କଲେ କୌଣସି ଏମିତି ନୁହେଁ। ଏଇ 3-4 ଦିନ ହେଲା ଏମିତି ଘଟୁଛି, ସବୁ ଡାଉନ ହେଇଯାଉଛି। ଭିଡିଓ ବନେଇଥିବ ଇଣ୍ଟରେଷ୍ଟ। ଆଉ ଆଜି ଆପଣଙ୍କ କଥା କହୁଛି, ମୋ ସହିତ ଏମିତି ହେଇଛି। ଆମ ସହିତ ଫ୍ରଡ ହେଇଥିଲା ଆଜି। ଫୋନ ପେ ବାହାନାରେ କଲ୍ କରିଥିଲା। ଆଉ କଲ୍ କରିକିନା କଣ କହୁଛି, ଆପଣଙ୍କ ଆକାଉଣ୍ଟକୁ 4,900 ଟଙ୍କା ପଶିଛି କହୁଛନ୍ତି ହେଲା। ତାପରେ ମୁଁ ତ ଆଗରୁ ଜାଣିଥିଲି, ୟୁଟ୍ୟୁବରେ ମୁଁ ଦେଖିଦେଇଛି ଏଇଭଳିଆ ସବୁ ଫ୍ରଡ ହଉଛି। ମୋ ସହିତ ନୁହଁ, ମୋ ନାନୀ ସହିତ ହଉଛି ସେଇଭଳିଆ। ତାଙ୍କ ଫୋନରେ କଲ୍ ଆସିଲା, ଆଉ ସେମାନଙ୍କୁ କୁହାହଉଛି ଆପଣଙ୍କ ଫୋନ ପେ ରେ 4,900 ଟଙ୍କା ପଶିଛି। ସେମାନେ ଜାଣିନାହାନ୍ତି ଏତେ ସେଇ ବିଷୟରେ ଏମିତି ଫ୍ରଡ ସ୍କାମ ହଉଛି ବୋଲି ସେମାନେ ଜାଣିନାହାନ୍ତି। ଏମିତି ସବୁ ହଉଛି। ଆଉ ଦୟାକରି ଆପଣ ଟିକେ ସାବଧାନ ରହିବେ, ଏମାନଙ୍କୁ ଟିକେ ଦୂରେଇ ରହିବେ, କାହିଁକିନା ଆଜିକାଲି ବହୁତ ଫ୍ରଡ ହଉଛି। ଆଉ ଆଜିକା ଭିଡିଓ ତ ମୁଁ ଆପଣମାନଙ୍କୁ କହିଲି, ଏମିତି ସବୁ ଅସୁବିଧା ଅଛି। ଆଉ ଗୋଟେ ଭିଡିଓରେ ପୁଣି ଦେଖା ହବା।